ଆସିଲା ଆଧାର କାର୍ଡ଼ର ନୂଆ ଅପଡେଟ୍। ଆଧାରରେ ଏହି 3ଟି ଭୁଲ ପାଇଁ ବନ୍ଦ ହୋଇଯିବ ବ୍ୟାଙ୍କ ଆକାଉଣ୍ଟ। ଶୀଘ୍ର ଠିକ୍ କରନ୍ତୁ। ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଠାରୁ ଆରମ୍ଭ କରି ସରକାରୀ ଯୋଜନାର ଲାଭ ପାଇବା ପର୍ଯ୍ୟନ୍ତ ସବୁଠି ଆଧାର ବ୍ୟବହାର କରାଯାଉଛି। କିନ୍ତୁ ଯଦି ଆପଣଙ୍କ ଆଧାର କାର୍ଡ଼ରେ ଥିବା ସୂଚନା ଏବଂ ଆପଣଙ୍କ ବ୍ୟାଙ୍କ ରେକର୍ଡ ମଧ୍ୟରେ ମେଳ ଖାଏ ନାହିଁ, ତେବେ ସୁରକ୍ଷା କାରଣରୁ ଆପଣଙ୍କ ବ୍ୟାଙ୍କ ଆପଣଙ୍କ ଆକାଉଣ୍ଟକୁ ଫ୍ରିଜ୍ ହୋଇପାରେ। ତେଣୁ ଆସନ୍ତୁ ଆଜି ଆମେ ସେହି ବିଷୟରେ ଜାଣିବା ଯେଉଁ 3ଟି ଭୁଲ ପାଇଁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇପାରେ। ଆସନ୍ତୁ ଆଜି ଆମେ ସେହି ବିଷୟରେ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଭିଡ଼ିଓକୁ ଆରମ୍ଭ କରିବା। ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ହଠାତ୍ କାମ କରିବା ବନ୍ଦ ହୋଇପାରେ। ଏହା କଥା ଶୁଣିବା ମାତ୍ରେ ଆପଣଙ୍କ ଚିନ୍ତା ବଢ଼ିପାରେ, କାରଣ ଏହା ଏକଦମ ସତ କଥା। ଆଧାର କାର୍ଡ଼ରେ ଏହି ସାମାନ୍ୟ ଭୁଲ ପାଇଁ କାମ କରିବନି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ। ଆଜିର ଡିଜିଟାଲ ଯୁଗରେ ଆପଣଙ୍କ ଆଧାର କାର୍ଡ଼ କେବଳ ଏକ ପରିଚୟ ପତ୍ର ନୁହେଁ, ବରଂ ଏହା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଚାବି। ଯଦି ଏହି ଚାବିରେ କୌଣସି ସ୍କ୍ରାଚ୍ କିମ୍ବା ତ୍ରୁଟି ଥାଏ, ତେବେ ବ୍ୟାଙ୍କ ଆପଣଙ୍କ ଆକାଉଣ୍ଟକୁ ଲକ୍ କରିପାରେ। ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ହେବାରୁ ରକ୍ଷା ପାଇବା ପାଇଁ ଆସନ୍ତୁ ଜାଣିବା କ'ଣ କରିବା ଉଚିତ। 3ଟି ଭୁଲ ଯାହା ସମସ୍ୟାର କାରଣ ହୋଇପାରେ। ନାମ ମେଳ ନ ଖାଇବା ବା ନେମ୍ ମିସମ୍ୟାଚ୍, ଏହା ସବୁଠାରୁ ସାଧାରଣ ଭୁଲ। ପ୍ରାୟତଃ ଆପଣଙ୍କ ଆଧାର କାର୍ଡ଼ରେ ନାମର ବନାନ ବ୍ୟାଙ୍କ ରେକର୍ଡ ସହିତ ମେଳ ନ ଖାଇବା। ଯଦି ବ୍ୟାଙ୍କ KYC ଯାଞ୍ଚ ସମୟରେ କୌଣସି ଅସଙ୍ଗତି ଥାଏ, ତେବେ ସେମାନେ ଆପଣଙ୍କ ଆକାଉଣ୍ଟକୁ ଅସ୍ଥାୟୀ ଭାବରେ ଅବରୋଧ କରିପାରନ୍ତି। ତେଣୁ ନିଶ୍ଚିତ କରନ୍ତୁ ଯେ ଆପଣଙ୍କ ଆଧାର କାର୍ଡ଼ ଏବଂ ବ୍ୟାଙ୍କର ନାମର ବନାନ ସ୍ଥିର ଅଛି। ଜନ୍ମ ତାରିଖ ମେଳ ଖାଉନାହିଁ ବା ଡେଟ୍ ଅଫ୍ ବାର୍ଥ। KYC ନାଓ ୟୋର କଷ୍ଟମର ପ୍ରକ୍ରିୟା ସମୟରେ ବ୍ୟାଙ୍କ ଆପଣଙ୍କର ବୟସ ଏବଂ ପରିଚୟ ଯାଞ୍ଚ କରେ। ଯଦି ଆଧାରରେ ଜନ୍ମ ତାରିଖ ବ୍ୟାଙ୍କ ରେକର୍ଡରେ ଥିବା ଜନ୍ମ ତାରିଖଠାରୁ ଭିନ୍ନ ହୁଏ, ତେବେ ଏହାକୁ ଏକ ତଥ୍ୟ ମେଳ ଖାଉନାହିଁ ବୋଲି ବିବେଚନା କରାଯାଏ। ଏହା ଫଳରେ ଆପଣଙ୍କର କାରବାର ବ୍ଲକ୍ ହୋଇପାରେ। ସଠିକ୍ ଜନ୍ମ ତାରିଖ ଦର୍ଶାଉଥିବା ଡକୁମେଣ୍ଟ ଯେପରିକି ପାନ୍ କାର୍ଡ଼ କିମ୍ବା ଜନ୍ମ ପ୍ରମାଣପତ୍ର ସହିତ ଏହାକୁ ତୁରନ୍ତ ଅପଡେଟ୍ କରନ୍ତୁ। ମୋବାଇଲ ନମ୍ବର ଅପଡେଟ୍ ହୋଇନଥିଲେ ଆଜିକାଲି ସମସ୍ତ ବ୍ୟାଙ୍କିଂ କାର୍ଯ୍ୟ OTP ଉପରେ ନିର୍ଭର କରେ। ଯଦି ଆପଣଙ୍କର ଆଧାର ସହିତ ଲିଙ୍କ ହୋଇଥିବା ମୋବାଇଲ ନମ୍ବର ଅକ୍ଷମ ହୋଇଯାଏ କିମ୍ବା ଆପଣ ଏହାକୁ ଅପଡେଟ୍ କରିନାହାନ୍ତି, ତେବେ ଆପଣ ଅନଲାଇନ୍ ବ୍ୟାଙ୍କିଂ ଏବଂ KYC ସହିତ ବହୁତ ଅସୁବିଧାର ସମ୍ମୁଖୀନ ହେବେ। ନିଶ୍ଚିତ କରନ୍ତୁ ଯେ ଆପଣଙ୍କର ବର୍ତ୍ତମାନର ମୋବାଇଲ ନମ୍ବର ଆଧାର ସହିତ ଲିଙ୍କ ହୋଇଛି। ଏହି ତ୍ରୁଟିଗୁଡ଼ିକୁ କିପରି ସଂଶୋଧନ କରିବେ? ସହଜ ପଦକ୍ଷେପ। ଯଦି ଆପଣ ଏହି ତ୍ରୁଟିଗୁଡ଼ିକୁ ସଂଶୋଧନ କରିବାକୁ ଚାହାନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ, ଏହା ବହୁତ ସହଜ। ସରକାରୀ ଆଧାର ୱେବସାଇଟ୍ ପରିଦର୍ଶନ କରନ୍ତୁ ଏବଂ ଛୋଟ ଛୋଟ ବିବରଣୀଗୁଡ଼ିକୁ ନିଜେ ଅପଡେଟ୍ କରନ୍ତୁ। ଯଦି ଏଥିରେ ନାମ କିମ୍ବା ଜନ୍ମ ତାରିଖ ଜଡ଼ିତ, ତେବେ ଆପଣଙ୍କର ନିକଟସ୍ଥ ଆଧାର ସେବା କେନ୍ଦ୍ରକୁ ଯାଇ ମଧ୍ୟ ଏହି କାମ କରିପାରିବେ। ଆବଶ୍ୟକ ଡକୁମେଣ୍ଟ ଦେଖାଇ ଆପଣ ଏହି ବିବରଣୀଗୁଡ଼ିକୁ ସ୍ଥାୟୀ ଭାବରେ ସଂଶୋଧନ କରିପାରିବେ। ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ଏଡ଼ାଇବାର ସର୍ବୋତ୍ତମ ଉପାୟ ହେଉଛି ସତର୍କ ରହିବା। ବିବରଣୀ ଯାଞ୍ଚ କରିବା ପାଇଁ ପୂର୍ବରୁ ଆପଣଙ୍କର ପାସବୁକ୍ ଏବଂ ଆଧାର କାର୍ଡ଼ ଯାଞ୍ଚ କରନ୍ତୁ। ଯଦି ଆପଣ ଗୋଟିଏ ଭୁଲ ମଧ୍ୟ ଲକ୍ଷ୍ୟ କରନ୍ତି, ତେବେ ଏହାକୁ ତୁରନ୍ତ ଅପଡେଟ୍ କରନ୍ତୁ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝିଯାଇଥିବେ। ଯଦି ଆପଣମାନଙ୍କର ଆଧାର କାର୍ଡ଼ରେ କିଛି ଭୁଲ ଅଛି, ତେଣୁ ଆପଣମାନେ ଏବେ ହିଁ ତାକୁ ସଂଶୋଧନ କରିଦିଅନ୍ତୁ। ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରିଦିଅନ୍ତୁ। ଆଉ ଯେଉଁମାନେ ପ୍ରଥମ ଥର ପାଇଁ ଆମ ଚ୍ୟାନେଲକୁ ଆସିଛନ୍ତି, ଦୟାକରି ଆପଣମାନଙ୍କୁ ଅନୁରୋଧ କରୁଛି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖାବା ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି, ଧନ୍ୟବାଦ।